ଥରେ ଭାବି ଦେଖିଲ ହିମାଳୟ ପାହାଡ଼ର ମଝାମଝିରେ ଗୋଟେ ଛୋଟ ହ୍ରଦ ଆଉ ସେହି ହ୍ରଦ ଭିତରେ 300ରୁ ବି ଅଧିକ ଲୋକମାନଙ୍କର ନରକଙ୍କାଳ ଭାସୁଥିବାର ଦୃଶ୍ୟ। ଏଟା କୌଣସି ଭୂତ ଫିଲ୍ମର ସିନ୍ ନୁହଁ, ଏଟା ଗୋଟେ ରିଏଲ ଇନସିଡେଣ୍ଟ। ସେହି ଜାଗାଟାର ନାଁ ହେଲା ରୂପକୁଣ୍ଡ ହ୍ରଦ। ତାହେଲେ କିଏ ଥିଲେ ସେହି ଲୋକମାନେ? ଏତେ ମାତ୍ରାର ନରକଙ୍କାଳ କାହିଁକି ସେହି ହ୍ରଦରେ ଭାସୁଛନ୍ତି? ଏହା ପଛରେ କୌଣସି ନ୍ୟାଚୁରାଲ ଡିଜାଷ୍ଟରର ହାତ ଅଛି ନା ଆଉ କିଛି ରହସ୍ୟ? ଚାଲନ୍ତୁ ଜାଣିବା ଆଜିର ଏହି ଭିଡିଓରେ। ଆକ୍ଚୁଆଲି ଏହି କାହାଣୀର ଆରମ୍ଭ ହେଇଥିଲା 1942ରେ ଉତ୍ତରାଖଣ୍ଡର ଗୋଟେ ଛୋଟ ଟାଉନ ଚାମୋଲିରୁ। ଯେତେବେଳେ ନନ୍ଦା ଦେବୀ ନ୍ୟାସନାଲ ପାର୍କର ଫରେଷ୍ଟ ରେଞ୍ଜର ହରିକିଶନ ମାଧୱଲ ରାଉଣ୍ଡରେ ବାହାରିଥିଲେ ଆଉ ଆଖପାଖ ଇଲାକାରେ ବୁଲାବୁଲି କରୁଥିଲେ, ଯେତେବେଳେ ହରିକିଶନ ଜୀ ହିମାଳୟର ତ୍ରିଶୂଳ ମ୍ୟାସିଭ ପାଖକୁ ଗଲେ ତାଙ୍କୁ ଗୋଟେ ଛୋଟ କୁଣ୍ଡଟେ ଦେଖାଗଲା। ଦେଖ, ପାହାଡ଼ ଏରିଆରେ ଏମିତି ଛୋଟ ଛୋଟ କୁଣ୍ଡ ମିଳିବାଟା ସ୍ୱାଭାବିକ କଥା, କିନ୍ତୁ ଯେତେବେଳେ ହରିକିଶନ ଜୀ ସେହି କୁଣ୍ଡଟି ପାଖକୁ ଗଲେ ଆଉ ଯାହା ବି ସେଠି ଦେଖିଲେ, ତାକୁ ଦେଖିବା ପରେ ତାଙ୍କ ପାଦ ତଳୁ ପୁରାପୁରି ମାଟି ଖସିଗଲା। ସେ ସେହି କୁଣ୍ଡଟିର ପୁରା ମଝାମଝିରେ ପାଖାପାଖି 300ରୁ ବି ଅଧିକ ଲୋକମାନଙ୍କର ନରକଙ୍କାଳ ଅଧା ଅଧି ବରଫରେ ଢାଙ୍କି ହେଇଥିବାର ଦେଖିବାକୁ ପାଇଲେ। ଏହି ଭୟଙ୍କର ଦୃଶ୍ୟକୁ ସେ ଦେଖିବା ପରେ ସାଙ୍ଗେ ସାଙ୍ଗେ ତାଙ୍କ ଉପର ଅଫିସରକୁ ଇନଫର୍ମ କଲେ। ସେତେବେଳେ ତାଙ୍କ ଉପର ଅଫିସର ବି ଜଣେ ବ୍ରିଟିଶର ହିଁ ଥିଲେ। ହରିକିଶନଙ୍କ କଥା ଶୁଣିବା ପରେ ତାଙ୍କ କଥାକୁ କେହି ସିରିୟସ ନେଉନଥିଲେ। ସମସ୍ତେ ଭାବୁଥିଲେ ବୋଧେ ହରିକିଶନ ଜୀ ଏମିତି ମଜାକରେ କହୁଛନ୍ତି, କିନ୍ତୁ ସମସ୍ତେ ଯେତେବେଳେ ସେହି କୁଣ୍ଡଟି ପାଖକୁ ଗଲେ ଆଉ ନିଜ ଆଖିରେ କୁଢ଼ କୁଢ଼ କଙ୍କାଳକୁ ଦେଖିଲେ, ସମସ୍ତେ ପୁରା ଆଶ୍ଚର୍ଯ୍ୟ ହେଇଗଲେ। ଏହି କଥା ଜାଣିବା ପରେ ବ୍ରିଟିଶ ଅଥରିଟି ଏଇଟା ଭାବିବାକୁ ଲାଗିଲେ ବୋଧେ ଏହି ନରକଙ୍କାଳ ଗୁଡାକ ୱାର୍ଲଡ ୱାର ବେଳର ଜାପାନିଜ ସୈନ୍ୟମାନଙ୍କର, ଯୋଉମାନେ ହୁଏତ ଲୁଚିକି ଆସୁଥିବେ ଭାରତକୁ ଆଟାକ କରିବା ପାଇଁ, କିନ୍ତୁ ଭାରତକୁ ଆଟାକ କରିବା ପୂର୍ବରୁ ହିଁ ନେଚର ସେମାନଙ୍କର ଜୀବନକୁ ନେଇଯାଇଛି। ଯୋଉ କଥାକୁ ପ୍ରୁଭ କରିବା ପାଇଁ ବ୍ରିଟିଶ ଇନଭେଷ୍ଟିଗେସନ ଟିମକୁ ସେହି କାମରେ ଲଗେଇ ଦିଆଗଲା। କିନ୍ତୁ ଇନଭେଷ୍ଟିଗେସନ ପରେ ଏଇଆ ଜଣା ପଡିଲା କି ଏହି ନରକଙ୍କାଳ ଗୁଡାକ ୱାର୍ଲଡ ୱାରର ଜାପାନିଜ ସୋଲଜର୍ସ ମାନଙ୍କର ନଥିଲା, ବରଂ ଏହି କଙ୍କାଳ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ବହୁତ ବର୍ଷ ପୁରୁଣା ଥିଲା। ଏବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଥିଲା, ଯଦି ଏହି ନରକଙ୍କାଳ ଗୁଡାକ ଜାପାନିଜ ସୋଲଜର୍ସ ମାନଙ୍କର ନୁହଁ, ତାହେଲେ କାହାର? ଆଉ ଏଠିକି କେମିତି ଆସିଲା? ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନଥିଲା। କିନ୍ତୁ 1956 ମସିହାରେ ଏହି ମିଷ୍ଟ୍ରିରେ ଜଣେ ନୂଆ କ୍ୟାରେକ୍ଟରର ଏଣ୍ଟ୍ରି ହେଲା, ଯିଏ ଥିଲେ ସ୍ୱାମୀ ପ୍ରଣବାନନ୍ଦା। ସ୍ୱାମୀ ଲଣ୍ଡନରେ ରୟାଲ ଜିଓଗ୍ରାଫିକାଲ ସୋସାଇଟିର ମେମ୍ବର ଥିଲେ, ଯିଏ ଏହି ଜାଗା ବିଷୟରେ ଜାଣିବା ପାଇଁ ପାଖାପାଖି 3 ଥର ଏହି ଜାଗାକୁ ଭିଜିଟ କରିଥିଲେ। ଆଉ ସେ ବି ଏହି ସ୍କେଲିଟନକୁ ନେଇକି ଗୋଟେ ଥିଓରି ଦେଲେ, ଯୋଉଟା ବି ସେହି ସମୟକୁ ନେଇକି ବେଷ୍ଟ ସୁଇଟେଡ ଥିଲା। ସେ କହିଲେ କି ଏହି କଙ୍କାଳ ଗୁଡିକ କନୌଜର ରାଜା ଯଶଧବନଙ୍କ ସୋଲଜର୍ସ ମାନଙ୍କର ଥିଲା। ଆକ୍ଚୁଆଲି ସେ ସେହି ସବୁ ହାଡର ସାମ୍ପଲକୁ ଆନାଲିସିସ୍ କଲା ପରେ ଏଇଟା ଜାଣିବାକୁ ପାଇଲେ କି ଏହି ସବୁ ହାଡରୁ ବହୁତ ହାଡ 850 ADର ଥିଲା। ଆଉ ଏହି ଟାଇମ ପିରିୟଡର ଯେତେବେଳେ ରେଫରେନ୍ସକୁ ଖୋଜାଗଲା ତ ପ୍ରବରାନନ୍ଦାକୁ ଯଶଧବନଙ୍କ ଗୋଟେ ଡିଟେଲ୍ସ ମିଳିଲା, ଯୋଉଟା କିଛି ଏମିତି ଥିଲା କି ସେହି ସମୟରେ ରାଜା ଯଶଧବଲ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ସହ କିଛି ମେଡ୍ସ ଆଉ ଗୋଟେ ଡ୍ୟାନ୍ସ ଗ୍ରୁପ ସହିତ ତାଙ୍କ କିଛି ସୈନ୍ୟମାନଙ୍କ ସହ ମିଶିକି ନନ୍ଦା ଦେବୀ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ, ଯୋଉଟା ରୂପକୁଣ୍ଡର ପାଖାପାଖିରେ ହିଁ ପଡିଥାଏ। ମାଙ୍କ ଦର୍ଶନ କରିକି ଫେରିବା ବେଳେ ହିଁ ତାଙ୍କ ପୁରା ଗ୍ରୁପ ବରଫର ତୋଫାନକୁ ସାମ୍ନା କରିଥିଲା, ହେଲେ ସମସ୍ତଙ୍କର ସେଇଠି ହିଁ ମୃତ୍ୟୁବରଣ ହେଇଯାଇଥିଲା। ବରଫର ମାତ୍ରା ଅଧିକ ଥିବାରୁ ସମସ୍ତଙ୍କର ବଡି କୋଉଠି ପୋତି ହେଇଯାଇଥିଲା, ଯୋଉଥିପାଇଁ ଏକ୍ଜାକ୍ଟ ଲୋକେସନ କେହି ଜାଣି ପାରି ନଥିଲେ। କେବଳ ଏହି ଗୋଟିଏ ରିଜନ ପାଇଁ ଏହି କଥାର ବହୁତ ବଡ ପସିବିଲିଟିଜ ଏଇଟା ଥିଲା କି ହଁ, ଏହି ସବୁ କଙ୍କାଳ କନୌଜର ରାଜାଙ୍କର ଗ୍ରୁପର ହିଁ ଥିଲା। ଏହି କଥାକୁ ସମସ୍ତେ ସତ ବୋଲି ମାନି ମଧ୍ୟ ନେଇଥିଲେ, କିନ୍ତୁ ବହୁତ ବର୍ଷ ପରେ ଯେତେବେଳେ ଆଡଭାନ୍ସ ଟେକ୍ନୋଲୋଜି ଆସିଗଲା ଆଉ ରିସର୍ଚ୍ଚ କରାଗଲା, ରେଜଲ୍ଟ ଯାହା ଆସିଲା ତାକୁ ଜାଣିବା ପରେ ସମସ୍ତେ ପୁରା ଆଶ୍ଚର୍ଯ୍ୟ ହେଇଗଲେ। ଗତ କିଛି ବର୍ଷ ପୂର୍ବରୁ ମାନେ କି 20 ଅଗଷ୍ଟ 2019ରେ ରିସର୍ଚର୍ସ ମାନେ ପାଖାପାଖି 32ଟି ହାଡର ସାମ୍ପଲ କଲେକ୍ଟ କଲେ ଆଉ ସେଥିରୁ DNA କଲେକ୍ଟ କରିକି ରିସର୍ଚ୍ଚ କଲେ। ଆଉ ତାପରେ ରେଜଲ୍ଟ କିଛି ଏମିତି ଆସିଲା କି ସେହି ବୋନ ଗୁଡାକର DNA କେବଳ ଗୋଟେ ଟାଇମର ନଥିଲା, ବରଂ ବହୁତ ବର୍ଷ ଧରି ବିଭିନ୍ନ ଲୋକମାନଙ୍କର ବୋନ ସେଇଠି ପଡିଥିଲା। ମାନେ କି ସେହି ଡିଏନଏରୁ ଏଇଟା ଜଣା ପଡିଲେ କି କିଛି ହାଡ ତ ରାଜା ଯଶଧବଲଙ୍କ ସମୟରେ ଥିଲା, ହେଲେ ଆଉ କିଛି ହାଡ ତାର ବି ବହୁତ ବର୍ଷ ପୂର୍ବର ଥିଲା। ପ୍ରଶ୍ନ ଏବେ ଏଇଟା ଥିଲା କି ସେହି ପର୍ଟିକୁଲାର ଜାଗାରେ ହିଁ ସମସ୍ତଙ୍କର ଡେଥ୍ କାହିଁକି ହେଇଥିଲା? ହିମାଳୟରେ କଣ ଆଉ କୋଉଠି ସେମାନେ ମରୁନଥିଲେ? ତାର ଆନ୍ସରଟି ଆକ୍ଚୁଆଲି ଲୁଚିକି ଅଛି ରୂପକୁଣ୍ଡର ଲୋକେସନରେ। ଥରେ ଏହି ଇମେଜଟିକୁ ଦେଖ। ରୂପକୁଣ୍ଡର ଆଖପାଖର କୌଣସି ବି ଡିରେକ୍ସନର ଗ୍ରାଉଣ୍ଡ ଲେବୁଲ ରୂପକୁଣ୍ଡ ଠାରୁ ଉପରେ ଅଛି।
आउ उपरु भी सबुर स्लोप एमिति बनिची जदि उपरु किछि भी पड़िबो ताहेले ग्रेविटी जोगु गडी गडी आसिकी से रूपकुंड रो सेंटर रे ही पड़िबो। आउ एटा ही मेन कारण थिला जोथि पई आखो पाखरे जतेबेले किए भी कोठी बरफ रो तूफान को सामना करके मरुथिले तूफान जोगु गडी गडी आसिकी से माने एही पर्टिकुलर जगह रे ही पडुथिले जोथि पई एही पर्टिकुलर जगह रे ही कुढ़ कुढ़ नरकंकाल मानकु देखिबाकू मिलुथला। सुनिबाकू तो एही कथाटा बहुत मजा लागुची हेले सेही गुटे पर्टिकुलर जगह रे एते मात्रा रे स्केलेटन देखिले तम पाद तळु भी माटी खसी जिवो। तमे सेही पर्टिकुलर जगह रे थिले कोन भाबिथांत कमेंट सेक्शन ने निश्चय जणाओ। आ जदि तमे एटा देखिबाकू चाहुचो भारत रे गोटे एमिति गां अछि जो गां रो कोनोसी भी घरे कबाट ही नाही एमिति कि सेही गां रो बैंक रे मध्य लॉक नाही ता परे भी सेही गां रे केही भी चोरी करिबाकू साहस करंतिनी एमिति काहे कि सेही वीडियो देखिबा पई एही वीडियोटी ऊपर क्लिक करंतु।